ରୋଡ଼ ସାଇଡ଼ରେ ଠିଆ ହେଇଥିବା ରିକ୍ସାବାଲାକୁ ଲୋକ କେମିତି ଡାକନ୍ତି, "ଏଇ ରିକ୍ସାବାଲା, ମୋତେ ବହୁତ ଜଲ୍ଦି ଯିବାର ଅଛି, ଜଲ୍ଦି ଆସ।" କିନ୍ତୁ କେବେ ଆପଣ ଦେଖିଛନ୍ତି ପ୍ଲେନ୍‌କୁ କେବେ କିଏ କହିବାର ଦେଖିଛନ୍ତି? "ଏ ପ୍ଲେନ୍ ମୋତେ ବହୁତ ଜଲ୍ଦି ଯିବାର ଅଛି, ମୋତେ ମୋ ପାଖକୁ ଆସ।" କେବେ ନାହିଁ। ସେ ପ୍ଲେନ୍‌କୁ ଅପେକ୍ଷା କରିଥାନ୍ତି 2 ଘଣ୍ଟା, 3 ଘଣ୍ଟା, ତା'ଠାରୁ ବହୁତ ସମୟ। ସେମିତି ଆପଣ ଯେଉଁ କୌଣସି କାମ କରୁଛନ୍ତି ପୁରା ଧୈର୍ଯ୍ୟର ସହ କରନ୍ତୁ। ଏକାଥରେ କୌଣସି କାମ ହେଇନି ନା ହବନି। ସେଥିପାଇଁ ସମୟ ଦରକାର, ଧୈର୍ଯ୍ୟ ଦରକାର। ଯଦି ଆପଣଙ୍କ କଥା ଆଜିକା ସମୟରେ ଲୋକ ଶୁଣୁନାହାନ୍ତି, ଯେଉଁ କାମ କରୁଛନ୍ତି ଆପଣଙ୍କର ସେ କାମକୁ ଲୋକ ଗ୍ରହଣ କରୁନାହାନ୍ତି, ଆପଣ ସେତିକି ବେଳ ପର୍ଯ୍ୟନ୍ତ ଆପଣ ବନିବାକୁ ପଡ଼ିବ। ଯେପର୍ଯ୍ୟନ୍ତ ଆପଣ ନିଜକୁ ପ୍ରୁଭ୍ ନ କରିଛନ୍ତି, ଆପଣଙ୍କ କଥା ଲୋକ ଶୁଣିବେନି। ତେଣୁ ଆପଣ ନିଜକୁ ପ୍ରୁଭ୍ କରିଦିଅନ୍ତୁ ଦୁନିଆ ଆଗରେ, ଆପଣ ସେଇ ଜାଗାରେ ଥିବେ। କାଲି ଯେଉଁ ଜାଗାରେ ଆପଣଙ୍କୁ ଲୋକ ଶୁଣୁନଥିଲେ, ଆପଣଙ୍କୁ ବହୁତ ସମୟ ଦେଇକି ଘଣ୍ଟା ଘଣ୍ଟା ଧରିକି ଆପଣଙ୍କ କଥା ଶୁଣିବେ। ତେଣୁ ଆପଣଙ୍କର ଚଏସ୍। ଆପଣ ଧୈର୍ଯ୍ୟର ସହ ରହିବେ ନା ଧୈର୍ଯ୍ୟ ହାରିକି ଚାଲିଯିବେ। ଜୟ ଜଗନ୍ନାଥ।